ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। सप्तम अध्याय ज्ञान विज्ञान योग। परमात्मा का सर्वोत्तम परम स्वरूप। व्याख्या। परमात्मा होइथिबारु अशरीरी, तांको स्थूल नेत्र देखि हुए नहीं, तेणु तांको अव्यक्त रूपरे कुहाଯାଏ। किंतु धर्मग्लानि समୟରେ तांको एक मानव शरीर माध्यमରେ अवतरण କରିବାକୁ पड़े। ଯେଉଁମାନେ परमात्मा परम स्वरूप अव्यक्त भावକୁ न ଜାଣିଥାନ୍ତି, ସେମାନଙ୍କ ମନରେ ପ୍ରଶ୍ନ ଉଠେ ଯେ ଏହି ସାଧାରଣ ବ୍ୟକ୍ତି ଜଣକ କିପରି परमात्मा ହୋଇପାରିବ। अव्यक्त स्वरूप परमात्माକୁ ଅନୁଭବ କରିବା ପାଇଁ ଆମକୁ ଅବ୍ୟକ୍ତ ସ୍ଥିତି ବା ଆତ୍ମିକ ସ୍ଥିତିରେ ନିଜକୁ ପ୍ରତିଷ୍ଠିତ କରିବାକୁ ପଡ଼ିବ। ଦେହାଭିମାନୀ ଅପରିଣତ ବୁଦ୍ଧିଯୁକ୍ତ ବ୍ୟକ୍ତିମାନେ ପ୍ରତ୍ୟେକ ବ୍ୟକ୍ତି ବା ବସ୍ତୁକୁ ଶାରୀରିକ ଦୃଷ୍ଟିକୋଣରୁ ଦେଖନ୍ତି, ତେଣୁ ସେମାନେ परमात्माକୁ ମଧ୍ୟ ଶାରୀରିକ ଆକୃତିରେ ପରିକଳ୍ପନା କରନ୍ତି। ଏଥିପାଇଁ ପୁରାଣମାନଙ୍କରେ परमात्माଙ୍କ ଅନେକ ଅବତାର କଥା କୁହାଯାଇଛି। କିନ୍ତୁ ଗୀତା ସ୍ପଷ୍ଟ କରିଦେଇଛି ଯେ परमात्मा ଅବତାର ନିଅନ୍ତି ନାହିଁ, ସେ ଅବତରଣ କରନ୍ତି। ମହାତ୍ମା ଏବଂ ଦେବତାମାନଙ୍କର ଅବତାର ହୁଏ। ଅବତାରରେ ସମ୍ପୃକ୍ତ ଆତ୍ମା ମାତୃଗର୍ଭରେ ସ୍ୱଇଚ୍ଛାରେ ପ୍ରବେଶ କରେ, 10 ମାସ ଗର୍ଭରେ ରହେ, ଜନ୍ମ ହୁଏ, ଶୈଶବ, ବାଲ୍ୟ, କୈଶୋର, ପ୍ରୌଢ଼ ଏବଂ ବୃଦ୍ଧାବସ୍ଥା ପ୍ରାପ୍ତ ହୋଇ ଶେଷରେ ଶରୀର ତ୍ୟାଗ କରେ। ଏକ ବିଶେଷ ଉଦ୍ଦେଶ୍ୟ ସାଧନ ପାଇଁ ବିଶେଷ ଆତ୍ମାମାନେ ଅବତାର ନିଅନ୍ତି। ଏହି ସୃଷ୍ଟି ରଙ୍ଗମଞ୍ଚରେ ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ଭୂମିକା ଥାଏ। ସେଥିପାଇଁ ସେମାନେ ସମୟାନୁକ୍ରମେ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ନାମ ଓ ରୂପ ଧାରଣ କରି ଜନ୍ମ ନିଅନ୍ତି। ଏହି ଆତ୍ମାମାନେ ସେମାନଙ୍କ ଭୂମିକା ସମାପ୍ତ ହୋଇଗଲା ପରେ ଶରୀର ତ୍ୟାଗ କରନ୍ତି। ସୃଷ୍ଟି ଚକ୍ରରେ ପୁନର୍ବାର ତାଙ୍କର ଅବତାର ସମୟ ନ ଆସିବା ପର୍ଯ୍ୟନ୍ତ ସେମାନେ ପରମ ଧାମ ବା ମୁକ୍ତିଧାମରେ ଆତ୍ମା ରୂପରେ ଅବସ୍ଥାନ କରିଥାନ୍ତି। ଆତ୍ମା ଥରେ ଶରୀର ଧାରଣ କରି ସୃଷ୍ଟିରେ ଜନ୍ମ ନେଲେ ମହାବିନାଶ ପର୍ଯ୍ୟନ୍ତ ଆବାଗମନ ଚକ୍ରରୁ ମୁକ୍ତ ହୋଇପାରେ ନାହିଁ। ଶଙ୍କରାଚାର୍ଯ୍ୟ, ବୁଦ୍ଧଦେବ, ମହାବୀର, ଯୀଶୁଖ୍ରୀଷ୍ଟ, ରାମକୃଷ୍ଣ ପରମହଂସ ପ୍ରଭୃତି ମହାପୁରୁଷଗଣ ତଥା ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରଭୃତି ଦେବାତ୍ମାଗଣ ଅବତାର ହୋଇ ଜନ୍ମଗ୍ରହଣ କରିଥିଲେ। କିନ୍ତୁ परमात्मा କଳ୍ପର ଅନ୍ତିମ ସମୟରେ ସତ୍ୟଯୁଗ ବା ସ୍ୱର୍ଗୀୟ ସାମ୍ରାଜ୍ୟର ପୁନଃ ସ୍ଥାପନା ପାଇଁ ଏକ ସାଧାରଣ ମାନବ ତନୁ ଆଶ୍ରୟ କରି ଅବତରଣ କରନ୍ତି। ଏହି ଶରୀରରେ परमात्मा ସଦାସର୍ବଦା ଅବସ୍ଥାନ କରନ୍ତି ନାହିଁ। ପରକାୟା ପ୍ରବେଶ ରୀତିରେ ସମ୍ପୃକ୍ତ ବ୍ୟକ୍ତିର ଶରୀର ମାଧ୍ୟମରେ ପ୍ରତ୍ୟହ କିଛି ସମୟ ଅବତରଣ କରି ଜ୍ଞାନ ଶୁଣାଇ ପରମ ଧାମକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଏହା ହେଉଛି ଅବତାର ଓ ଅବତରଣ ମଧ୍ୟରେ ପାର୍ଥକ୍ୟ। परमात्माଙ୍କ ଅବତରଣ ସିଦ୍ଧ କରେ ସେ ଯେ ଜନ୍ମରହିତ ଓ ଅକ୍ଷୟ ଅଟନ୍ତି। ଶରୀର କ୍ଷୟଶୀଳ, ମାତ୍ର ଆତ୍ମା ଅଜର, ଅମର, ଅବିନାଶୀ। परमात्मा ଆତ୍ମାମାନଙ୍କ ମଧ୍ୟରେ ଶ୍ରେଷ୍ଠ। ତାଙ୍କର ବା କ୍ଷୟ ହେବ କିପରି? ଯିଏ ଅବ୍ୟକ୍ତ ସ୍ୱରୂପ, ସିଏ କେବଳ ଅଜର ଓ ଅବିନାଶୀ ହୋଇପାରେ। परमात्मा ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଅନ୍ତି ନାହିଁ। ଯେଉଁମାନେ परमात्माଙ୍କ ଅବତରଣ ରହସ୍ୟ ବୁଝିପାରନ୍ତି ଏବଂ ତାଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ ପାଇ ଯାହାର ବୁଦ୍ଧି ନେତ୍ର ଉନ୍ମୀଳିତ ହୋଇଛି, ସେହି ତାଙ୍କୁ ଦେଖିପାରେ, ଅନୁଭବ କରିପାରେ ଏବଂ ତାଙ୍କ ସହିତ ସର୍ବ ସମ୍ବନ୍ଧର ଅନୁଭବ କରିପାରେ। ଦେହାଭିମାନୀ ମୂଢ଼ ସ୍ୱଭାବଯୁକ୍ତ ଅଜ୍ଞାନ ବ୍ୟକ୍ତି परमात्ମାଙ୍କ ଏହି ନିତ୍ୟ ସର୍ବୋତ୍ତମ ପରମ ସ୍ୱରୂପକୁ ଜାଣିପାରନ୍ତି ନାହିଁ। ତେଣୁ ବିଭିନ୍ନ ଦେବୀ ଦେବତା ବା ଅବତାରୀ ପୁରୁଷମାନଙ୍କୁ ଉପାସନା କରି ନିଜ ନିଜ ଶ୍ରଦ୍ଧା ଅନୁରୂପ କ୍ଷଣସ୍ଥାୟୀ ଫଳ ପାଇ ସନ୍ତୁଷ୍ଟ ରୁହନ୍ତି। परमात्मा ହେଉଛନ୍ତି ତ୍ରିକାଳଜ୍ଞ, ଆତ୍ମା କାଳ ଦ୍ୱାରା ବଶୀଭୂତ। ତେଣୁ ସେ परमात्ମାକୁ ତଥା ସୃଷ୍ଟିର ଆଦି ମଧ୍ୟ ଓ ଅନ୍ତର ରହସ୍ୟକୁ ସମ୍ପୂର୍ଣ୍ଣ ଜାଣିପାରେ ନାହିଁ।
ପରମାତ୍ମା ଅବତରଣ କରି ଏ ସମସ୍ତ ରହସ୍ୟ ଉନ୍ମୋଚନ କରନ୍ତି। ପିତା ଯେ ପର୍ଯ୍ୟନ୍ତ ପୁତ୍ରକୁ ନିଜର ପରିଚୟ ସ୍ୱୟଂ ନ ଦେଇଛି ସେ ପର୍ଯ୍ୟନ୍ତ ପୁତ୍ର ତାର ପିତା ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ପାଏ ନାହିଁ। ଠିକ୍ ସେହିପରି ପରମାତ୍ମା ସ୍ୱୟଂ ଏ ଧରାପୃଷ୍ଠରେ ଅବତରଣ ନ କଲା ପର୍ଯ୍ୟନ୍ତ ତାଙ୍କ ସମ୍ପୂର୍ଣ୍ଣ ପରିଚୟ ମନୁଷ୍ୟ ପକ୍ଷରେ ଜାଣିବା ଅସମ୍ଭବ। ଅଜ୍ଞାନ ଓ ଅହଙ୍କାରର ବଶବର୍ତ୍ତୀ ହୋଇ ମନୁଷ୍ୟ ନିଜକୁ ଅନ୍ୟ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର ଭାବରେ ଦେଖେ। ଏହିପରି ଭାବରେ ସେ ସର୍ବଦା ନିଜର ବ୍ୟକ୍ତିଗତ ଇଚ୍ଛା ବା ଦ୍ୱେଷ ଦ୍ୱାରା ପରିଚାଳିତ ହୋଇ ସୁଖ ଦୁଃଖ ଶୁଭ ଅଶୁଭ ଜୟ ପରାଜୟ ଆଦି ଦ୍ୱନ୍ଦ୍ୱ ଭାବ ଦ୍ୱାରା ପ୍ରଭାବିତ ହୁଏ। ସେ ନିଜକୁ ଶରୀର ଠାରୁ ପୃଥକ ଏକ ଚୈତନ୍ୟ ସତ୍ତା ଆତ୍ମା ଓ ପରମାତ୍ମାଙ୍କ ଆତ୍ମିକ ସନ୍ତାନ ରୂପେ ଅନୁଭବ କରିପାରେ ନାହିଁ। ଯେ ପର୍ଯ୍ୟନ୍ତ ଆମେ ନିଜ ମଧ୍ୟରୁ ରାଜସିକ ଅହଂଭାବ ବା ବାସନାକୁ ବର୍ଜନ ନ କରିବା ବା ସାତ୍ତ୍ୱିକ ପ୍ରକୃତି ଗୁଡ଼ିକୁ ସୁଦୃଢ଼ ନ କରିବା ସେ ପର୍ଯ୍ୟନ୍ତ ଏହି ଆତ୍ମୋପଲବ୍ଧି ସମ୍ଭବ ହେବ ନାହିଁ। ଆତ୍ମୋପଲବ୍ଧି ବିନା ସର୍ବଦା ସତ୍କର୍ମରେ ପ୍ରବୃତ୍ତ ରହିବା ଓ ରାଜସିକ କାମକ୍ରୋଧରୁ ଉତ୍ପନ୍ନ ପାପରୁ ମୁକ୍ତି ହେବା ସମ୍ଭବ ହୁଏ ନାହିଁ। ନିଷ୍ପାପ ବ୍ୟକ୍ତିର ଆତ୍ମିକ ଶାନ୍ତି ଓ ଆତ୍ମିକ ଶକ୍ତି ପ୍ରାପ୍ତ ହୁଅନ୍ତି। ତାଙ୍କର ପ୍ରକୃତି ଶୁଦ୍ଧ ହୁଏ ଓ ସେ ତ୍ରିଗୁଣମୟୀ ମାୟାକୁ ଅତିକ୍ରମ କରିବା ପାଇଁ ସମର୍ଥ ହୁଅନ୍ତି। କିନ୍ତୁ ଏଥିପାଇଁ ପରମାତ୍ମାଙ୍କ ପ୍ରତି ଅନନ୍ୟ ଭକ୍ତି ରହିବା ଆବଶ୍ୟକ। କେବଳ ସମତାର ସହିତ କର୍ମ କରିବା ସହିତ ଯଥେଷ୍ଟ ନୁହେଁ। ସର୍ବାତ୍ମାକ ପିତା ପରମାତ୍ମାଙ୍କ ଉଦ୍ଦେଶ୍ୟରେ ଯଜ୍ଞ ରୂପରେ ସମସ୍ତ କର୍ମ ସମ୍ପାଦନ କରିବା ଆବଶ୍ୟକ। ଏହିପରି ଆମେ ସମସ୍ତ ଦ୍ୱନ୍ଦ୍ୱରୁ ମୁକ୍ତ ହୋଇ ସମ୍ପୂର୍ଣ୍ଣ ଭାବରେ ସମତା ଓ ଐକ୍ୟ ଦୃଷ୍ଟି ଲାଭ କରି ପରମାତ୍ମାକୁ ସମଗ୍ର ଭାବରେ ଜାଣିପାରିବା ଓ ତାଙ୍କ ନିକଟରେ ସମସ୍ତ ଆତ୍ମସମର୍ପଣ କରିପାରିବା। ଏହି ଆତ୍ମସମର୍ପଣ ଓ ଭକ୍ତି ହେବ ଆମ ଜୀବନର ଏକମାତ୍ର ନୀତି। ସମଗ୍ର ଜ୍ଞାନ ଉପରେ ପ୍ରତିଷ୍ଠିତ ହେଲେ ଯାଇ ଆତ୍ମସମର୍ପଣ ପୂର୍ଣ୍ଣ ଭାବରେ କାର୍ଯ୍ୟକାଳ ହୁଏ। ପ୍ରାଚୀନ ମୁନି ଋଷିଗଣ ଜରା ଓ ମୃତ୍ୟୁରୁ ମୁକ୍ତ ହୋଇ ଅମୃତତ୍ୱ ଲାଭ ପାଇଁ ବ୍ରହ୍ମଚାରୀର ସାଧନା କରୁଥିଲେ। କିନ୍ତୁ ପରମାତ୍ମାକୁ ଜାଣିବା ପରେ ହିଁ ବ୍ରହ୍ମର ପ୍ରକୃତ ସ୍ୱରୂପ ଜାଣିହୁଏ। ଯେଉଁମାନେ ପରମାତ୍ମାକୁ ସମଗ୍ର ଭାବରେ ଜାଣନ୍ତି ମୃତ୍ୟୁର ସଙ୍ଗୀନ ମୁହୂର୍ତ୍ତରେ ମଧ୍ୟ ସେମାନଙ୍କର ସେହି ଜ୍ଞାନ ଅତୁଟ ଥାଏ। ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସେମାନେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ଥାଆନ୍ତି। ଜ୍ଞାନ ବିଜ୍ଞାନ ଯୋଗ ସମ୍ପୂର୍ଣ୍ଣ। ଓମ୍ ଶାନ୍ତି।